ଖୁସିରେ ରହିବାର ସରଳ ଉପାୟ। ଖୁସି ହେଉଛି ଏକ ମାନସିକ ଅବସ୍ଥା ଯାହାକୁ ଆମେ ଆମର ଦୈନନ୍ଦିନ ଅଭ୍ୟାସରେ ପରିବର୍ତ୍ତନ ଆଣି ହାସଲ କରିପାରିବା। ଆପଣଙ୍କୁ ସର୍ବଦା ହସଖୁସିରେ ରଖିବା ପାଇଁ ନିମ୍ନରେ କିଛି ସରଳ ଉପାୟ ଦିଆଗଲା। 1. କୃତଜ୍ଞତା ପ୍ରକାଶ କରନ୍ତୁ। ଆପଣଙ୍କ ଜୀବନରେ ଥିବା ଭଲ ଜିନିଷଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ। ପ୍ରତିଦିନ ଶୋଇବା ପୂର୍ବରୁ ଅତି କମରେ ଟି ଜିନିଷ ଲେଖନ୍ତୁ ଯେଉଁଥିପାଇଁ ଆପଣ କୃତଜ୍ଞ। ଏହା ଆପଣଙ୍କ ମନରେ ସକାରାତ୍ମକ ଭାବନା ସୃଷ୍ଟି କରିବ। 2. ନିଜ ଶରୀର ଏବଂ ମନର ଯତ୍ନ ନିଅନ୍ତୁ। ପର୍ଯ୍ୟାପ୍ତ ନିଦ୍ରା, ପ୍ରତିଦିନ 7-8 ଘଣ୍ଟା ଶୁଅନ୍ତୁ। ବ୍ୟାୟାମ, ପ୍ରତିଦିନ କିଛି ସମୟ ପାଇଁ ଯୋଗ, ଚାଲିବା କିମ୍ବା ବ୍ୟାୟାମ କରନ୍ତୁ। ଶାରୀରିକ ସୁସ୍ଥତା ମାନସିକ ଶାନ୍ତି ଆଣିଥାଏ। ସୁସ୍ଥ ଖାଦ୍ୟ, ସନ୍ତୁଳିତ ଏବଂ ସମୟାନୁବର୍ତ୍ତୀ ଖାଦ୍ୟ ଖାଆନ୍ତୁ। 3. ବର୍ତ୍ତମାନରେ ବଞ୍ଚନ୍ତୁ। ଅତୀତର ଦୁଃଖ କିମ୍ବା ଭବିଷ୍ୟତର ଚିନ୍ତା ନକରି ବର୍ତ୍ତମାନ ସମୟକୁ ଉପଭୋଗ କରନ୍ତୁ। ମାଇଣ୍ଡଫୁଲନେସ୍, ଯେକୌଣସି କାର୍ଯ୍ୟ କରୁଛନ୍ତି ସେଥିରେ ପୂରାପୂରି ଧ୍ୟାନ ଦିଅନ୍ତୁ, ଯେପରିକି ଖାଇବା, ଚାଲିବା କିମ୍ବା ଶୁଣିବା। 4. ଭଲ ସମ୍ପର୍କ ବଜାୟ ରଖନ୍ତୁ। ପରିବାର ଓ ବନ୍ଧୁମାନଙ୍କ ସହିତ ସମୟ ବିତାନ୍ତୁ। ଭଲ ସାମାଜିକ ସମ୍ପର୍କ ଖୁସିର ଏକ ମୁଖ୍ୟ ଆଧାର। ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ, ଏହା ଆପଣଙ୍କୁ ଆତ୍ମସନ୍ତୋଷ ଦେଇଥାଏ। 5. କ୍ଷମା କରିବା ଶିଖନ୍ତୁ। ଅନ୍ୟମାନଙ୍କ ପ୍ରତି ଥିବା ରାଗ ଓ ଈର୍ଷାକୁ ମନରୁ ଦୂରେଇ ଦିଅନ୍ତୁ। ଏହି ନକାରାତ୍ମକ ଭାବନାଗୁଡ଼ିକ କେବଳ ଆପଣଙ୍କ ଖୁସିକୁ ନଷ୍ଟ କରିଥାଏ। କ୍ଷମା କରିବା ଦ୍ୱାରା ଆପଣ ହାଲୁକା ଅନୁଭବ କରିବେ। 6. ନୂତନ କୌଶଳ ଶିଖନ୍ତୁ। ନିଜକୁ ବ୍ୟସ୍ତ ରଖିବା ପାଇଁ କିଛି ନୂଆ ହବି ଶିଖନ୍ତୁ କିମ୍ବା ପସନ୍ଦର କୌଶଳ ଉପରେ କାମ କରନ୍ତୁ। ଏହା ଆତ୍ମବିଶ୍ୱାସ ବଢ଼ାଇଥାଏ। 7. ମୋବାଇଲ ଓ ସୋସିଆଲ ମିଡିଆରୁ ବିରତି ନିଅନ୍ତୁ। କିଛି ସମୟ ପାଇଁ ଦୂରେଇ ରୁହନ୍ତୁ ଏବଂ ପ୍ରକୃତି ସହିତ ସମୟ ବିତାନ୍ତୁ। ଏହି ଉପାୟଗୁଡ଼ିକୁ ଆପଣଙ୍କ ଦୈନନ୍ଦିନ ଜୀବନରେ ଅଭ୍ୟାସ କରିବା ଦ୍ୱାରା ଆପଣ ନିଶ୍ଚିତ ଭାବରେ ଅଧିକ ଶାନ୍ତ ଏବଂ ଖୁସିରେ ରହିପାରିବେ।